ମୋ ନାଁ ହେଉଛି ଉପେନ୍ଦ୍ର ମାଝୀ, ଆଇନଜୀବୀ କାଶୀପୁର। ଆଜି ରାୟଗଡ଼ା ଜିଲ୍ଲାପାଳଙ୍କ ନିକଟରେ ଆମର ଆସିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେହେତୁ କାଶୀପୁର ବ୍ଲକ ହେଉଛି ଗୋଟେ ବୃହତ୍ତମ ବ୍ଲକ, ଯେଉଁ ଜାଗାରେ କି ସେଠି 2 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ସେଠି ବସବାସ କରୁଛନ୍ତି। ଆଉ ଯେଉଁ ବ୍ଲକ କି 24ଟା ପଞ୍ଚାୟତକୁ ନେଇକି ସେଠି ଗଠନ କରାଯାଇଛି। ତେଣୁକରି ବୃହତ୍ତମ ବ୍ଲକ ହିସାବରେ ଆମେ ଯେହେତୁ ଅଞ୍ଚଳବାସୀ ସମସ୍ୟାରେ ଆମେ ଅସୁବିଧାର ସମ୍ମୁଖୀନ ହେଉଛୁ। ତେଣୁକରି ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ଆମମାନଙ୍କର ସମସ୍ତଙ୍କର ସର୍ବଦଳୀୟ ନେତାମାନଙ୍କର ସମସ୍ତଙ୍କର ଗୋଟିଏ ମାଙ୍ଗ ହେଉଛି ଯେ ଟିକିରିରେ ନୂତନ ବ୍ଲକ ଗଠନ କରିବା ପାଇଁ ହେଉଛି ଆମର ଦାବି। ଆଉ ଆଜି ରାୟଗଡ଼ା ଜିଲ୍ଲାପାଳଙ୍କ ଜରିଆରେ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଆମେ ଲିଖିତ ଦାବିପତ୍ର ଦେଇଛୁ ଏବଂ ଏ ଦାବିପତ୍ରକୁ ନେଇକରି ଆଗାମୀ ଦିନରେ ସରକାର ନିଶ୍ଚିତ ପଦକ୍ଷେପ ନେବେ ବୋଲି ଆମମାନଙ୍କର ଆଶା ଅଛି। ଆଉ ଯଦି ସରକାର କି ପ୍ରଶାସନ ଏ କଥାକୁ ଯଦି ଉପେକ୍ଷା କରେ ତାହେଲେ ଆମେ ଅପେକ୍ଷା ନ କରିକିରି ଆଗାମୀ ଦିନରେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଜୋରଦାର ସେଠି ବିରୋଧ ହେବ। ଯେଉଁଦିନ ପର୍ଯ୍ୟନ୍ତ ଟିକିରିକୁ ବ୍ଲକ ମାନ୍ୟତା ଦେଇନାହାନ୍ତି ସେତେଦିନ ପର୍ଯ୍ୟନ୍ତ ଆମେ ଅହରହ ଭାବରେ ପ୍ରଜାତନ୍ତ୍ରରେ ଯେଉଁ ଭଳିଆ ଭାବରେ ଆମେ ଆନ୍ଦୋଳନ କରିବା କଥା ଠିକ୍ ସେ ଢାଞ୍ଚାକୁ ଆମେ ଆପଣାଇବୁ ବାଧ୍ୟ ହେବୁ।